ଆରେ ଭାଇ ଜୟ ଶ୍ରୀରାମ, ମୁଁ ପ୍ରଭାତ। ତ ଏବେ ଟାଇମ୍ ଆସି ହେଇଗଲାଣି 7ଟା। ତ ଆପଣମାନଙ୍କୁ ଗୁଡ୍ ମର୍ଣ୍ଣିଂ, ଶୁଭ ସକାଳ। ଆଉ ବୁବୁ ଭାଇ ଆମର ଗୋଟେ କ'ଣ କରିଛି ନା ସକାଳୁ ସକାଳୁ ଗୋଟେ କୋଉଠି ଗୋଟେ ନଡ଼ିଆ ଗଛରେ ନେଇଯାଇଛି। ସେ ଶୁଖିଗଲାଣି, ତାକୁ କହୁଛି ତାକୁ ଚାଲ ପୋତିଆ ପାଣି ଦେବା, ସେ ଗଛ ବଞ୍ଚିଯିବ। ହେଲା, ଦେଖ ଭାଇ ଆମର ଏଠି ଗାଡ଼ ଖୋଳିବାରେ ବ୍ୟସ୍ତ। ଏଠି ବୁବୁ ଭାଇ ଧରିଛି ଆଉ। ହେଲା, ବୁବୁ ଭାଇ ଗୁଡ୍ ମର୍ଣ୍ଣିଂ। ସେ ଗୋଟେ ତ ବଞ୍ଚିଗଲା। ଭାଇ ଆମର ଏଠି ଖୋଳି ଚାଲିଛି। ବାଲିଟା ଭଟକିନି ଖୋଳି ହେଇଯିବ। ହେଲା, ସେ ସେଠି ଗାଁ ଖୋଳୁଛି। ବୁବୁ ଭାଇ ଏଠି ଧରିଛି, ନଡ଼ିଆ ଗଛଟା ଶୁଖି ଯାଇଛି। ଦେଖିବା କ'ଣ ହଉଛି। ବଞ୍ଚିଛି ଯେ ପାଣି ଦେଲେ ଜଣା ପଡ଼ିବ। ଦେ ସେତିକି ଥାଉ, ସେତିକି ଥାଉ। ଦିଟା ପୋତ ଦେ ସେତିକିରେ। ଆଉ ଦେ ପୋତ ସେ ଚେର ଗୁରା ସବୁ ଭିତରକୁ ଦେ। ଚେର ସବୁ ଭିତରକୁ ଦେ। ମଶା କାମୁଡ଼ିଲେ ବା, ଜଲ୍ଦି କାମ ସାରିକା। ପ୍ରବଳ ମଶା ସେଠି। ଏଠି ଆମର ରୋଷେଇ ଚାଲିଛି। ହେଲା, ରୋଷେଇ ଚାଲିଛି ଏଠି ଆମର ଡାଲି, ଏଠି ଭାତ ସରିଗଲାଣି। ଏଠି ଆମର ସଜନା ଛୁଇଁ ଆଳୁ ଭଜା ଚାଲିଛି ଆଉ। ବାହାର ପଟର ଦୃଶ୍ୟ ଏମିତି ଅଛି, କୁହୁଡ଼ି ପାଗ କରୁଛି। ହେଲା, ଆରେ ସେଇଠି ପାଣି ଦେଲେ ରହିବ ବା, ତାକୁ କାହିଁ ପୁଣି ତାକୁ ଇଏ କରୁଛୁ। କିଛି ଅସୁବିଧା ନାହିଁ। ହଁ, ପଳେଇବା। ସକାଳୁ ସକାଳୁ ଏଇଆ ଚାଲିଛି କାମ ଆମର। କୋଉଠି କେଜାଣି ତାକୁ ଟେକି ନେଇ ପଳେଇ ଯଦି ଆମର ଏ ସାରେ। ହେଲା, ଆପଣମାନେ ଦେଖିଲେ ସକାଳୁ ସକାଳୁ କ'ଣ ଚାଲିଛି। କିଏ ସିନା ରୋଷେଇ କରିକିରି, କିଏ ସିନା ଖାଇବା ପିଇବା କ'ଣ କରିବା କଥା, ଇଏ ତାଙ୍କର ଗାତ ଖୋଳିକିରି ଗଛ ଲଗାଇରେ ବ୍ୟସ୍ତ। ତ ସେଥିପାଇଁ ରହୁଛି, ବାଏ।